ଯଦି ଦାଦି ଆସିପାରିବେନି ଶୋଇଛନ୍ତି ମୁଣ୍ଡ ଖରାପ ଉଠାଉ ଆସିପାରିବେନି ଦାଦି କହୁଛି ଆସିବେ ଯାହା କଥା କଥା ମତେ କୁହ କଣଟା କହିବି ମୁଁ ତାକୁ ଉତ୍ତର ତାକୁ ଉପରୁ ପ୍ରେସର କରି ଆରେଷ୍ଟ କରିଛନ୍ତି ସେ କଣ ଥାନାରେ ଫୋନ ଜଣେ କଲା ଏସପି କଣ ତାକୁ ପୁଣି ଆମର ଥାନାରେ ରିପୋର୍ଟିଂ କରୁଛି ଦାଦି ଏ କଥା କହିଥିଲେ ହଁ କିନ୍ତୁ ଦାଦି ମତେ ଅଲଗା ପ୍ରକାର କଥା କହିଲେ କଣ କହିଲେ ଯା ତ କୃଷ୍ଣ ବାବୁ କହିବୁ ଭେଲେରିକି ଆରେଷ୍ଟ କରିବୁ ଆଉ ଥରେ କଣ ଦାଦି କହିଲେ ଯା ତ କୃଷ୍ଣ ବାବୁ କହିବୁ ଭେଲେରିକି ଆରେଷ୍ଟ କରିବୁ ଆଚ୍ଛା ଡାଡି ଶୋଇଥିଲା ଅବସ୍ଥାରେ କହିଲେ ନା ଉଠିକି କହିଲେ ଦାଦି ଉଠିକି କହିଲେ ଓହୋ ମୁଁ ଆଇଲି ନିଦ ବେଳା ତମେ ଗୋଟେ କାମ କର ତମେ ଆରେଷ୍ଟ ହବା ଆଗରୁ ତମେ ଶିଆଳି ପଳେଇଯାଅ କାହିଁକି ସେଇ ନଟିରେ ଲୁଚି ପଡିବ ତୁ ପାଗଳଟା କି କାହିଁକି ମୁଁ ଭେଲେରି କୁଆ କଲେଜ ମାଲିକ ମୁଁ କୁଆ ରଖିବି କଣ କଣ ପାଇଁ ଆଉ ସେ କଲେଜ ଅଛି କଣ ସେ କଲେଜ ସବୁ 2 ନମ୍ବର କାମ ଚାଲିଛି ପରା ମୁଣ୍ଡ ପ୍ରକୃତରେ ଖରାପ ହେଇଗଲାଣି ବୁଝିଲେ ମୋର କାହିଁ ଖରାପ ହବ ମୋ ଭୁଆ କଲେଜ 2 ନମ୍ବର କାମ ହଁ ସଂସ୍କାରୀ ମଧୁଆ ମୁଁ ମୋ କଲେଜରେ ବେସଂସ୍କାରୀ କାମ କଲା କିଏ ତତେ କହିଲା କି ମୁଁ କହିଲି ହେଲେ ଆମକୁ ନୁହେଁ ଅଙ୍କଲକୁ ବି ସତ କଥା କହିସାରିଛି ଆଉ ଗୋଟେ ଠାଇ ନା ଦେବି ଜାଣିଛୁ ମତେ ମୋ ଭୁଲ ତତେ ମୁଁ ମାଳ ଦେଇନି ଏଇ ପଢାଇ ମୁଁ ତାକୁ କହିଛି ମୁଁ ତତେ ପଚାରିଛି ମୁଁ ତାକୁ କହିଛି ଠାକୁର ଘରେ କିଏ ନା କଦଳୀ ଖାଇବି ଆସିଦେଲା କି ମୁଁ ତାକୁ କହିବା ତୁ କହିଛୁ ତୁ ଶଳା ପକ୍କା ଅଛି ଭଲ ବୁଝିଲୁ ପକ୍କା ନୁହଁ ମାଛ ନାଟକା ତୁ ଭାରି ଖେଳାଳି ଅଛୁ ମୁଁ ଜାଣିଛି ତୁ ତାକୁ କହିବୁ ଇଏ ବୋରିକିନା ଝୁଅ କିଏ ତାକୁ କହିବ ଏ ସୋର ପୁଅ ଏବେ ସବୁ କୁଆ କୁଇ ହବ ମୁଁ ପାଗଳ ଅଛି ଆରେ ଟେଡେ ପ୍ରମାଣ ଦବ କିଏ ପ୍ରମାଣ ମୁଁ ଦେବି ମୋ ଆଗରେ ତମେ ସବୁ କଥା କହୁଛ ତୁ ଜଗତସିଂହପୁର ଝୁଅ ଚାଣ୍ଡାଳି ତୋରା କହିଲି ସମସ୍ତ ଆଦେ କହିଦେବୁ ମୁଁ କୋଉଠି ଦେବି ମୁଁ ଆଉ ଟିକେ ତଳକୁ ଯିବୁ ଏଇଟା ମୋ ଥାଳି ଆଇଲାଣି ତମେ ଆମର କେହି ନୁହଁ କିଛି ନୁହଁ କିଛି ନୁହଁ ନା ତୋର ଭିଣେଇ ତାର ଭଇତା ପୁଣି କିଛି ନୁହଁ ହଁ ନା ତମର ମୋ ଅପା ତମର ସ୍ତ୍ରୀ ମାନେ ସ୍ତ୍ରୀ କଣ ଆଗ ବଡ ହଁ ନା ଓ ମୋ ଅପା ଡିଭୋର୍ସ ଫାଇଲ କରିସାରିଛି ବୋଲି ମୋତେ ଜାଣିନୁ କିଏ କହିଲୁ ତୋ ତୋ ଭଳିଆ ସେ ନା ବଢିଆ ଛୋଟା ତୁ ଆମର କରୁଛୁ କଣ କରୁଛୁ ତାପରେ କଣ କେମିତି ବଞ୍ଚିବୁ ଯେ କେମିତି ବଞ୍ଚିବ ସେଟା ପଛ କଥା ତମ ଅବସ୍ଥା ଏବେ କଣ ହବ ଚିନ୍ତା କର ଆଉ କିଛି ସମୟ ପରେ ତମେ ଆରେଷ୍ଟ ହେଇ ଥାନାକୁ ଯିବ ଜେଲକୁ ଯିବ ବିଚାରରେ ତମକୁ ଫାଶୀ ହବ କିଏ ଶାଢୀ ନକଲ କରୁ ତୁ ଶାଢୀ ତୁ ତ ବଡ ପୁଲିସ ମାରିଲି ତୁ ସେଣ୍ଟ ଭଳିଆ ଦୌଡ଼ି ଦୌଡ଼ିକି ସିଟ ପୁତା ଦେଇ ଯିବୁ ତୁ କଣ ପଳେଇ ଗଲୁ ପୁରା ଫାଶୀରେ ବିନା ପ୍ରମାଣରେ ଜଜ କଥା ମନକୁ ମୋର ଫାଶୀ ଦେଇଦବ କି ପ୍ରମାଣ ନବ କେତେ ପ୍ରମାଣ ନବ ତମେ ଭତ ଲୋକ ଆଇଲେଣି ସେ ମୁଁ ପ୍ରମାଣ ବା ମୁଁ ନିଜେ ତମେ ହଁ ସେ ଯୋଉ ଏମିତି ବରଯାତ୍ରୀ ବେଶରେ ଦୌଡୁଛ ଆଉ ମୋରି ଆଖି ଆଗରେ ତୁ 3-3ଟା ଲୋକଙ୍କୁ କଲବଲ କରି ମାରିନୁ ଜଜ ପଚାରିଲେ ମୁଁ କହିବିନି ଜଜ ପଚାରେ କହିଦବ କାହିଁ କହିବି ହଁ ତୁ ଜାଣିପାରିବୁନି ସେଠି ବେଳେ କାହିଁକି କହିବି କାହିଁ କହିବ କାହିଁ କାହିଁ କହିବି ତୁ ମଲେ ମୁଁ ଖୁସି ହେଇକି କହିବି ମଲେ ତମେ ଖୁସି ହବ ଆଚ୍ଛା ମତେ କହିଲେ ତମକୁ କିଏ ବୁକାଳ ବାହାରିବ ଭଗବାନ ଏ ଭଗବାନ ମୋ ଦୁଃଖ ଦେଖି ସହିପାରିଲେନି ଆସି ଖୋଲିଦେଲେ କହିଲେ ତୁ କଣ ଚାହୁଁଛୁ ତୋ ପୁଅ ମରିବା ତୁ ଆଖିରେ ଦେଖିଲେ ଖୁସି ହବୁ କି ମୁଁ କହିଲି ଆଜ୍ଞା ପ୍ରଭୁ ବଢିଆ ବାପା ତମେ ତମର ମୁଁ କେଡ ବଡ ଉପକାର କଲି ତମେ ବୁଝିପାରିଲ କଣ ଉପକାର ଲୋକ ବର୍ଷ ବର୍ଷ ଧରି ତମ ଚାକିରି ଭଗବାନଙ୍କୁ ଦେଖା ପାଉନାହାନ୍ତି ତମକୁ ସିନା ମୁଁ ବାନ୍ଧିଲି ବୋଲି ଭଗବାନ ଆଇଲେ ତମକୁ ଫୁଟେଇଲେ ତୁମେ ଦେଖିଲ ମୁଁ ଦେଖିଥିଲି ଗୋଟେ ପୁଣ୍ୟ କାମ କଲ ସେଥିପାଇଁ ପୁଅ ପ୍ରତି କିଛି ନାହିଁ ମୁଁ ଗୋବର ପାଣି ଥୋଇକି ଆସିଛି ତୁ ମଲେ ମୁଁ ମୋ ଘରେ ଗୋବର ପାଣି ପକେଇବି ସେ ହାତରେ ଘୋରେଇଛ କାହିଁ କଣ ହେଇଛି ଗାମୁଛାଟା ଘୋରେଇକି କରୁଛୁ ବୋଲି କଣ କରୁଛୁ ଦେଖ ହଉ 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 ଆଚ୍ଛା ତମେ ସମସ୍ତେ ଚାହୁଁଛ ମୁଁ ମରିଛେ ତୁ ମରିଲୁ କାହିଁ ଏବେ ମରି ହଉ ମରିବୁ କିଛି ଭାସିଯିବନି ମରିବୁ ତୁ ବା ଚାଣ୍ଡାଳି କିଛି ହବନି ଆଉ କାହା ଭାଇ ପଡୁ ତୋର ହ୍ୟାଲୋ
ପୁଅ ମରେନି ନିହାତି କରିବା ଦରକାର। ପୁଣ୍ୟ ମରିବା ଦରକାର ତମକୁ ମାନିବାକୁ ପଡିବ ବୁଝିଲ ମୁଁ ମରିଗଲା ପରେ ତମ ଯୋଡ଼ାକୁ ରଖିବ ବୋଧେ ଆଉ ଏ ଚକ୍କରରେ ଅଛ ନୁହଁ କାହାକୁ ଛାଡ଼ିବିନି ମରି ଦି ଚାରିଟା ମୁଁ ମାରିବି ମରି ମତେ ମାର ଦଉନୁ ବାପାକୁ ମାରଦେ ଦରମରା କରୁଛୁ ମାରଦେ ମୁଁ ବା ସଂସ୍କାରୀ ମଧୁଆ ହଁ ବାପ କମାଇଲେ ମୋ ସଂସ୍କାର ବାହାରିଛି ତେଣୁ ଉଠେଇଥିଲି ତମେ କହିଲେ ତମେ ଶୁଣିକି ଛାଡ଼ିଦେବି ତାପରେ ତମକୁ ବି ମାରିବି ସଂସ୍କାର ବାହାରିଛି ଆସିବ ନା ତତେ ମାରିବି ତୋ ଉପରେ ମୋର ଲୋଭ ଅଛି ମତ କର ମତ କର ସଣ୍ଡୁଟା କାଳେ ମତ କର ତତେ ମାରିବି ଏଇ ମାରିବି ମୁଁ ଜଟ ବାନ୍ଧୁଛି ତୁ ଜଟ ବାନ୍ଧୁଛୁ ଜଟିଆ ମରିବେନି ମାନସିକ ଛଡ଼ା ହେଇଛନ୍ତି ତତେ ମାରିବି ଭଉଣୀଟା ମୁଁ ସଂସ୍କାରରୁ ବାହାରିବି ତତେ ମାରିଲେ ସେ ନଣ୍ଡା ମରା ଖାନା ଯାଏ ପାଟି କରିବା ଦସ୍ୟୁ ତେଣୁ ତା ପୂର୍ବରୁ ପରିଷ୍କାର କରିବାକୁ ପଡ଼ିବ ଜାଗାରେ କଣ୍ଟା ହଉଛି ମୋ ଶାଳ ଏ ଶାଳୀକି ଆଜି ମାରିବି ଏଇଠି ଗୁଡ଼ି ଚାହୁଁନି ମୁଁ ଜାଣିଛି ଯେତେବେଳେ ଦୌଡ଼ିକିରି ଗଲେ ବି ଆଇବି ଜଣକ ଲମ୍ବା ସିଏ ମତେ ମୋ ଜଟକୁ ଧରିବ ଭିଡ଼ିକି ଆଣିବ ସବୁ ଆଗରେ ମାରିବ ତେଣୁ ମୁଁ ଶାଶୁମା ଓ ଶାଶୁମା ନାଟ ସଇଲାଣି ପୁଣି ସେ ପେଣ୍ଡାଲୁ କାଇଁ ଦୌଡୁଛ ଯାହା ଗୋଟେ ବଢିଆ ଟାଇମରେ ତମେ ଆଇଛ ବର୍ତ୍ତମାନ ତମ ଜ୍ୱାଇଁ ପୁଅ ମରିବ ତମ ଝୁଅ ହାଟ ହବ ସବୁ ଆଖିରେ ଦେଖ ଆଉ ତମର କିଛି କଷ୍ଟ ନାହିଁ ତମ କଳାକାରରୁ ମିଳିଯାଇଛି ତାକୁ ପୁରା ଖେଳେଇବ ଗୀତ ଗାଇ ଗାଇ ଚଲତେ